ବାକ୍ୟ ନିକଟକୁ ଯିବା। ଆମ ମାନଙ୍କ ମଧ୍ୟରେ ଆମ ମାନଙ୍କର ପାଳକ ସାର୍ ଅଛନ୍ତି, ଆମକୁ ସେ ବାକ୍ୟରେ କଢେଇ ନେବେ। ଆସନ୍ତୁ ଆମେ ତାଙ୍କୁ ଏଇ ସମୟରେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ସମସ୍ତ କରତଳ ଦେଇକି ସ୍ୱାଗତ କରିବା। ପ୍ରେଜ୍ ଦ ଲର୍ଡ ସାର୍। Praise the Lord. ଶୁଣି ପାରୁଛୁ ଆମେ ସମସ୍ତେ, ଶୁଣୁଛୁ ଆପଣମାନଙ୍କୁ ଉଠିବା। ପ୍ରଭୁଙ୍କ ମହାନାମର ଗୌରବ ହଉ। ସମସ୍ତଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ମାତ୍ର ସହବର୍ତ୍ତୀ ଅଟନ୍ତି। ବିଶେଷ କରି ସର୍ବପ୍ରଥମେ ତ୍ରିଏକ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଏ। ଯେଉଁ ବିଷୟ ଆଜି ଅଧ୍ୟୟନ କରିବା, ଆଉ ତାହା ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଛି। ପ୍ରିୟ ମଣ୍ଡଳୀ, ପରମେଶ୍ୱର ମନୁଷ୍ୟ ଦ୍ୱାରା ମନୁଷ୍ୟର ଅନ୍ତଃକରଣ, ମନୁଷ୍ୟର ପ୍ରାର୍ଥନା, ମନୁଷ୍ୟର ଆରାଧନା, ମନୁଷ୍ୟର ଚିନ୍ତା, ମନୁଷ୍ୟର କଳ୍ପନାରେ, ପୁଣି ମନୁଷ୍ୟର ଭାବନାରେ ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ନିକଟରେ ସମର୍ପଣ ହୋଇ ଚାଲେ, ସେଥିରେ ସେ ସନ୍ତୁଷ୍ଟ ହୁଅନ୍ତି। ତ ଅନେକ ଗୁଡ଼ିଏ ସମୟରେ ଆମକୁ ଏତେ ଗୁଡ଼େ ବିଷୟ ଉତ୍ତମ ଲାଗିଥାଏ ନା। ଧରନ୍ତୁ କାହା କାହାକୁ ଆଇସ୍କ୍ରିମ ଖାଇବା ପାଇଁ ଭଲ ଲାଗେ, କାହା କାହାକୁ ଗୁପଚୁପ ଖାଇବା ପାଇଁ ଭଲ ଲାଗେ। ୟେସ୍, ଠିକ ନା? କାହା କାହାକୁ ଆଳୁଚପ ଖାଇବାକୁ ଭଲ ଲାଗେ, କାହା କାହାକୁ କଦଳୀ ଖାଇବାକୁ ଭଲ ଲାଗେ, କାହାକୁ ଡିଜାଇନିଂ କରିବାକୁ ଭଲ ଲାଗେ। କିନ୍ତୁ ପରମେଶ୍ୱର ଦିନେ ଦେଖିଲେ ଯେ ଏ ଯୁବା ଯୁବତୀ ମାନେ, ମନୁଷ୍ୟ ମାନେ ତାଙ୍କର ନିଜ ଭିତରେ ଗୋଟେ ସହନଶୀଳତା, ନମ୍ରତା ବା ଏକ ଧାର୍ମିକ ଜୀବନ ଯାପନ କାଟିବା ପାଇଁ ଉତ୍ସାହ ନାହିଁ। ତେଣୁ ସେଇ ସମୟରେ ସେ ଗୋଟେ କଥା କହିଲେ, ଆଉ ତାପରେ ଆମମାନଙ୍କର ଏ ଜଗତ ମଧ୍ୟରେ ମନୁଷ୍ୟର ଜାତି ପ୍ରଥା, ଧର୍ମ, ବିଭିନ୍ନ ପ୍ରକାର ବିଷୟ ଆରମ୍ଭ ହେଲା। ପ୍ରିୟ ମଣ୍ଡଳୀ, ବେଳେ ବେଳେ ଉଙ୍କି ମାରେ ଯେ ମତେ ଏଇ ଜିନିଷ ଭଲ ଲାଗୁଛି, ପ୍ରକୃତରେ ମୋର ଭାଇ, ମୋର ଭଉଣୀ ବା ମୋର ମା ମତେ ଏଇ ସମସ୍ତ ବିଷୟ ଠିକ କହୁଛନ୍ତି। କିନ୍ତୁ ଆସୁ ଦେଖିବା ପ୍ରଭୁ ଗୋଟେ ସ୍ଥିରତା ମନୁଷ୍ୟକୁ କାହିଁକି ମନୁଷ୍ୟ ପ୍ରତି ଦୁଃଖିତ ପ୍ରକାଶ କଲେ। ଆଦି ପୁସ୍ତକ 6 ପର୍ବ, ଆଦି ପୁସ୍ତକ 6 ପର୍ବ 1 ପଦରୁ 3 ପଦ ଯାଏ ଆମେ ପଢିବା। ଏ ଜାଗାରେ ଏହି ପ୍ରକାର ଲେଖାଯାଏ, ଏହି ରୂପେ ଯେତେବେଳେ ପୃଥିବୀରେ ମନୁଷ୍ୟ ମାନଙ୍କର ସଂଖ୍ୟା ବଢିବାକୁ ଲାଗିଲା ଓ ସେମାନଙ୍କର ଅନେକ କନ୍ୟା ଜାତ ହେଲେ, ସେତେବେଳେ ପରମେଶ୍ୱରଙ୍କର ପୁତ୍ରଗଣ ମନୁଷ୍ୟ ମାନଙ୍କ କନ୍ୟାଗଣକୁ ରୂପବତୀ ଦେଖି ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ, ସେ ସମସ୍ତଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ। ତହିଁରେ ସଦାପ୍ରଭୁ କହିଲେ, ଆମ୍ଭର ଆତ୍ମା ମନୁଷ୍ୟକୁ ସର୍ବଦା ପ୍ରବର୍ତ୍ତାଇବେ ନାହିଁ, ଯେହେତୁ ସେମାନଙ୍କର ବିପଥ ଗମନରେ ସେମାନେ ମାଂସ ମାତ୍ର, ଏ ନିମନ୍ତେ ସେମାନଙ୍କର ସମୟ 120 ବର୍ଷ। 6 ପଦରେ ଲେଖାଗଲା 5 ଆଉ 6ରେ, ଅନନ୍ତର ସଦାପ୍ରଭୁ ଦେଖିଲେ ଯେ ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ଏ ନିମନ୍ତେ ସଦାପ୍ରଭୁ ପୃଥିବୀର ମନୁଷ୍ୟକୁ
ନିର୍ମାଣ କରିବା ହେତୁ ଅନୁତାପ କରି ମନରେ ଶୋକ କଲେ। ପରମେଶ୍ୱର ଦୁଃଖ କଲେ। କାହିଁକି ଦୁଃଖ କଲେ? ହଁ, ଆମେ କହୁନା ମୋର ସ୍ୱାମୀ ବଢିଆ ଚିନ୍ତା କରୁଛି ମୋର ପାଇଁ, ମୋ ସ୍ତ୍ରୀ ଭଲ ଚିନ୍ତା କରୁଛି ମୋର ପାଇଁ, ମୋର ବାପା ଭଲ ଚିନ୍ତା କରୁଛି ମୋର ପାଇଁ। କିନ୍ତୁ ବାଇବଲ କଣ କହୁଛି ନା ମନୁଷ୍ୟର ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ଧ୍ୟାନ ଦେଇ ଶୁଣନ୍ତୁ ପ୍ରିୟ ମଣ୍ଡଳୀ, ପବିତ୍ର ଆତ୍ମା ଆଜି କଣ କହିବା ପାଇଁ ଚାହେଁ। ସଦାପ୍ରଭୁଙ୍କର ଆତ୍ମା ସବୁବେଳେ ପ୍ରବର୍ତ୍ତାଉ ନାହିଁ। ଆଜ୍ଞା, ଶୈତାନ 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 ସବୁବେଳେ ନାହିଁ। ପରମେଶ୍ୱର ସବୁ ବିଷୟକୁ ଦେଲେ କିନ୍ତୁ ନିଜର ମନକୁ ନିଜର ଭିତରେ ଛାଡିଦେଲେ। ଶୈତାନ ସବୁବେଳେ କହୁଛି ବୋଲି ଚିନ୍ତା କରନ୍ତୁ ନାହିଁ, କାରଣ ମନୁଷ୍ୟର କଳ୍ପନା ହିଁ ମନ୍ଦ, ମନୁଷ୍ୟର ଚିନ୍ତା ହିଁ ମନ୍ଦ। ଧ୍ୟାନ ଦେଇ ଶୁଣନ୍ତୁ। यार परे परे 8 पदरे लेखा जाउची मात्र 9 सदा प्रमुख दृष्टि अनुग्रह प्राप्त हेले। 9 जने व्यक्ति परमेश्वर को लागी एते लक्ष लक्ष लोक भितरु 9 जने व्यक्ति परमेश्वर को लागी अनुग्रह प्राप्त व्यक्ति, धार्मिक व्यक्ति। बाकी गुड़ा को गले कुआडे? एठो आज्ञा जातिगतर आरंभ होईची केते बेलु ना 7 पर्व को जिबे, 8 पर्व को जिबे, आउ जेते बेले आपण पळे आसीबे 9 पर्व को, 9 पर्व रे नहंकर सहित गदरे चुक्ति हैला, आउ 10 पर्व रु वंश गुड़ा को आरंभ हैला। आउ सेही वंश रे जेते बेले 11 पर्व एक पद पढ़िबे, पूर्वे समुदाय पृथ्वीर एक भाषा एक रूप उच्चारण होउथला। ओ माय गॉड, आज जे आमे कोन आम जीवन रे गोटे विषय छोट जाति उच्च जाति नीच जाति, गोटे जातिर लोकरु आमे आसीचु। आज्ञा ये जाति को परिवर्तन करिबा लोक होउछ मनुष्य, ये धर्म को परिवर्तन करिबा लोक होउछ मनुष्य। गोटे जातिर आमे आसीचु। आउ से जाति कौन मु आपन को कहिबा पई चाहे। आपण माने बाइबल खोलंतु शेष पुस्तक आदि पुस्तक सहित प्रकाशित पुस्तकर किछि गोटे रहस्य अछि। आउ से रहस्य मु प्रमाण सहकारे आपण को सहित कथा हबा पई चाहे। बाइबल कौन लेखा जाउछि देखंतु, प्रकाशित 5 पर्व 9 पद रे लेखा जाउ अछि। याको सुनिला परे मोर प्रिय प्रभु को लोक माने मु विश्वास करे आपण माने बुझी जिवे जाति गोत्र धर्म प्रथा केउ जागारो हेची, आउ आपण संपूर्ण भाव रे क्लारिफाई हे जिवे। एठी 5 रो 9 पद केही जणे पढंतु। प्रकाशित 5 पर्व तार 9 पद। सेमाने गोटे नूतन गीत गान करी कहिले, तुम्भे सही पुस्तक नेबाकू ओ सेथिर मुद्रा सब भांगिबाकू योग्य अट, कारण तुम्भे हत होइथिल, पुणी आपणा रक्त द्वारा समस्त गोष्ठी भाषावादी वंश और जाति मध्यरु ईश्वरंको निमंते लोकमानंको क्रय करियछ। केतरा जाति लेखा गला एठी? केतेटा जाति लेखा गला? 5टा जाति अछि कि 10टा जाति अछि कि? गोटिए लेखा गला कोन ना कारण तुमे हत होइथिल, पुणी आपणा रक्त द्वारा समस्त गोष्ठी भाषावादी वंश जाति। यानी कि गोटिए जाति आ सेही जाति जेतेबेले आपण 2 पर्व तार 9 पद को पढ़िबे, 2 पर्वर 9 सॉरी पकड़ने हां से यह कहती, आम्भे तुम्भर क्लेश और दीनता जानू, किंतु तुम्भे धनवान आउ जो माने आपना को जीवित बोली सॉरी कहते। 7 पर्वर 9 7 पर्वर 9 आउ 7 पर्वर 9 रे यह लिखा जाए कौन लिखा जाए ना? ଏହା ପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ
সর্বজাতীয়, সর্বগোষ্ঠীয়, সর্ববংশীয় ও সর্বভাষাবাদী অগণ্য এক মহাজনতা শুক্ল বস্ত্র পরিহিত হই ও ଖଜୁରୀ ବାହୁଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷ ଶାବକଙ୍କ ସମ୍ମୁଖରେ ଆଜ୍ଞା ଦଣ୍ଡାୟମାନ। ସର୍ବ ଜାତୀୟ ବୋଲି ଏ ଜାଗାରେ ଲେଖା। ଗୋଟିଏ ଜାତିରୁ ଆମେ ଆସିଛୁ। ସର୍ବ ଜାତି ମଧ୍ୟରେ ଗୋଟିଏ ଜାତି ଅଛି, ଆଉ ସେଇ ଜାତି ହଉଛି ପରମେଶ୍ୱରଙ୍କର ଜାତି। ସେ ଜାତି ହଉଛି ଗୋଟେ ପବିତ୍ର ଜାତି। ବାଇବଲ ଲେଖା ଅଛି, ବୋଧେ ପ୍ରଥମ ପିତର 2 ପର୍ବ 9 ପଦ ଲେଖା ଅଛି। ଆଉ ପ୍ରଥମ ପିତର 2 ପର୍ବ ତାର ଆଇ ଥିଙ୍କ 9 ପଦରେ ଲେଖା ଅଛି। ଅତି ଉତ୍ତମ ଭାବରେ ଲେଖା ଅଛି, ଆଉ ନିଶ୍ଚିତ ଭାବରେ ଆମେ ପଢିବା। ଏଠି ଲେଖାଯାଏ, କିନ୍ତୁ ଯେ ତୁମମାନଙ୍କ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କର ଗୁଣ କୀର୍ତ୍ତନ କର, ଏଥି ନିମନ୍ତେ ତୁମେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କର ନିଜସ୍ୱ ପ୍ରଜା ହୋଇଅଛ। ଆମର ଜାତି ହଉଛି ଗୋଟେ ଆଜ୍ଞା। କିଏ କନ୍ଧ, କିଏ ହାଡି, କିଏ ଜାତି, ଏସବୁ ଜିନିଷ ନୁହଁ। ଆମେ ଯୀଶୁଙ୍କୁ ଜାଣିଲା ପରେ ଆମେ ଗୋଟେ ପବିତ୍ର ଜାତିର ଲୋକ। ଆମ ମାନଙ୍କର ଧାରଣା ବୃଥା ଥାଏ, କାରଣ ମନୁଷ୍ୟର କଳ୍ପନା ମନ୍ଦ ଅଟେ। ମନେ ରଖନ୍ତୁ, ସଦାପ୍ରଭୁଙ୍କର ଆତ୍ମା ସବୁବେଳେ ପ୍ରବର୍ତ୍ତାଉ ନାହିଁ। ଆପଣ ଯଦି ଭାବୁଛନ୍ତି ମୁଁ ଉଚ୍ଚ ଜାତି, ଆପଣ ଯଦି ଭାବୁଛନ୍ତି ସେ ନିଚ ଜାତି, ଏହା ମନ୍ଦ ଅଟେ। ଆଉ ସେ ମନ୍ଦ କିଏ କରେ ଜାଣିଛନ୍ତି ଭଲ ଭାବରେ ଆପଣ ମାନେ? ମନ୍ଦ, କାରଣ ବାଇବଲ ପ୍ରକାଶ କରେ ରୋମିଓ 12 ପର୍ବରେ ଲେଖାଯାଏ 1 ପଦରେ 2 ପଦରେ ଏହି ପ୍ରକାର ଲେଖାଯାଏ, ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ। ଏ ବର୍ତ୍ତମାନ ଯୁଗରେ ହଜାରେ ପ୍ରକାର ଧର୍ମ ଆସିଅଛି, ବର୍ତ୍ତମାନ ଯୁଗରେ ହଜାରେ ପ୍ରକାର ଜାତି ଆସିଅଛି, ବର୍ତ୍ତମାନ ଯୁଗରେ ଅନେକ ପ୍ରକାର ବିଷୟ ଚାଲିଅଛି। ମୋର ପ୍ରିୟ ପରିବାର ଲୋକମାନେ, ମୁଁ ପ୍ରଭୁଙ୍କର ଦାସ ଭାବରେ ଆପଣଙ୍କୁ କହିବା ପାଇଁ ଚାହେଁ, ପରମେଶ୍ୱରଙ୍କର ଆତ୍ମା ସଦା ସର୍ବଦା ଆପଣଙ୍କୁ ପ୍ରବର୍ତ୍ତାଇବେ ନାହିଁ, ଅର୍ଥାତ୍ ସଦା ସର୍ବଦା ଆପଣଙ୍କୁ କଥା କହିବେ ନାହିଁ। ଆପଣ ଯୋଉ କୁହନ୍ତି ଏଟା ଶୈତାନ ଦ୍ଵାରା ହଉଛି, ନାଇଁ 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 ନାଇଁ, ଆପଣଙ୍କର ଚିନ୍ତା ଆଉ ଆପଣଙ୍କର କଳ୍ପନା ମନ୍ଦ ଅଟେ। ମୋର ଚିନ୍ତା ଆଉ କଳ୍ପନା ମନ୍ଦ ଅଟେ, ତେଣୁ ପରମେଶ୍ୱର ବିନଷ୍ଟ କଲେ। ଯେତେବେଳେ ଗୋଟେ ମନୁଷ୍ୟ ମନ୍ଦ ଚିନ୍ତା କରେ, ମନ୍ଦ କଳ୍ପନା କରେ, କାରଣ ଆମକୁ ପ୍ରଭୁ ଗୋଟେ ରାଜକୀୟ ଅଧିକାର ଦେଇଛନ୍ତି, ଯାଜକୀୟ ଅଧିକାର ଦେଇଛନ୍ତି, ପବିତ୍ରତା ଗୋଟେ ଅଧିକାର ଦେଇଛନ୍ତି, ଆଉ ସେ ଅଧିକାରକୁ ଆମେ ଧରି ଚାଲୁଛୁ। ତେଣୁ ଆପଣଙ୍କୁ ଯେକୌଣସି ବ୍ୟକ୍ତି ଯେତେବେଳେ ପଚାରନ୍ତି ଆପଣଙ୍କର ଜାତି କଣ, ଆପଣ ଗୋଟିଏ କଥା କହିବେ, ମୋର ଜାତି ହଉଛି ପବିତ୍ର ଜାତି। କାରଣ ପବିତ୍ରତା କେବଳ ଯୀଶୁଙ୍କ ଠାରେ ଥିଲା, କୌଣସି ରାମ ପାଖରେ ନଥିଲା, କୃଷ୍ଣ ପାଖରେ ନଥିଲା, କୌଣସି ଭଗବାନ ପାଖରେ ନଥିଲା, କେବଳ ଜଣକ ପାଖରେ ଥିଲା, ଆଉ ସେ ଜଣେ ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ଆଉ ସେ ଯୀଶୁ ଖ୍ରୀଷ୍ଟ ଯେଉଁମାନଙ୍କୁ ବାଛିଛନ୍ତି, ସେମାନେ ଛୋଟ ଉଚ୍ଚ ନିଚ ଜାତିର ଲୋକ ନାହାନ୍ତି, ସେମାନେ ଜଣେ ଜଣେ ପବିତ୍ର ବ୍ୟକ୍ତି ଅଟନ୍ତି, ପବିତ୍ର ଜାତି ଅଟନ୍ତି। ହାଲେଲୁୟା। ତେଣୁକରି ନହକୁ ଦେଖିଲେ ସେ ପରମେଶ୍ୱରଙ୍କର ଦୃଷ୍ଟିରେ, ଅର୍ଥାତ୍ ପରମେଶ୍ୱରଙ୍କ ସାମ୍ନାରେ ନହ ଇମ୍ପୋର୍ଟାଣ୍ଟ, ନହକୁ ପ୍ରଭୁ ମୁଖ୍ୟତଃ ଦେଲେ, ପ୍ରାୟୋରିଟି ଦେଲେ। ମୋର ପରିବାର କହିବା ବିଷୟକୁ ପ୍ରାୟୋରିଟି ଦେବାର ନାହିଁ, ମୋର ବାପା କହିବା ବିଷୟକୁ ପ୍ରାୟୋରିଟି ଦେବା ନାହିଁ, ମୋ ସ୍ତ୍ରୀ କହିବା ବିଷୟକୁ ପ୍ରାୟୋରିଟି ଦେବା ନାହିଁ। ପ୍ରାୟୋରିଟି ଏଇଟା ଦେବାର ଅଛି ଯେ ମତେ ପରମେଶ୍ୱର କଣ କହୁଛନ୍ତି। ହାଲେଲୁୟା। ବେଳେ ବେଳେ ଅନେକ ପ୍ରକାର ତାଡନା, ଅନେକ ପ୍ରକାର ନିନ୍ଦା, ଅନେକ ପ୍ରକାର କ୍ଲେଶ ପରିବାର ମଧ୍ୟରେ ମାଡି ଆସେ। ମୋର ମଣ୍ଡଳୀ ଲୋକମାନେ, ମୁଁ କହିବା ପାଇଁ ଚାହେଁ, ଆପଣଙ୍କର ବାପା ଆପଣଙ୍କୁ ସ୍ୱର୍ଗ ନେବେ ନାହିଁ, ମା ଆପଣଙ୍କୁ ସ୍ୱର୍ଗ ନେବେ ନାହିଁ, ଭାଇ ଆପଣଙ୍କୁ ସ୍ୱର୍ଗ ନେବେ ନାହିଁ, ସ୍ୱାମୀ ଆପଣଙ୍କୁ ସ୍ୱର୍ଗ ନେବେ ନାହିଁ, ସ୍ତ୍ରୀ ଆପଣଙ୍କୁ ସ୍ୱର୍ଗ ନେବେ ନାହିଁ, ଯଦି ଆପଣ ଯୀଶୁଙ୍କୁ ଜାଣିଛନ୍ତି, ଯୀଶୁଙ୍କୁ ପ୍ରେମ କରନ୍ତି, ଯୀଶୁଙ୍କ ସହିତ ଚାଲିବା ପାଇଁ ଚାହାନ୍ତି, ସେଇ ଯୀଶୁ ଦିନେ ନା ଦିନେ ଆପଣଙ୍କୁ ସ୍ୱର୍ଗକୁ ନେଇକି ଯିବେ। এই ବିଷୟକୁ ଆପଣଙ୍କୁ ଜାଣି ରଖିବା ଦରକାର। ଏ ଗୋଟେ ମହାମାୟା ଜଗତରେ ଆମେ ବସବାସ କରୁଛୁ। ତେଣୁ ମନୁଷ୍ୟ, ଏଠି ଲେଖା ଅଛି 3 ପଦରେ 6 ମାନେ ଆଦି 6:3ରେ, ତହିଁରେ ସଦାପ୍ରଭୁ କହିଲେ, ଆମ୍ଭର ଆତ୍ମା ମନୁଷ୍ୟକୁ ସର୍ବଦା ପ୍ରବର୍ତ୍ତାଇବ ନାହିଁ। ସର୍ବଦା ପରମେଶ୍ୱରଙ୍କ ଆତ୍ମା ଗାଇଡ କରିବେ ନାହିଁ। ଟିକେ ତାର ପୂର୍ବକୁ ଯଦି ଯିବେ, ନହଙ୍କର ବିଷୟ ଦେଖିବେ, ଆଉ 5 ପର୍ବ ତାର 23-24 ପଦରେ ଲେଖା ଯାଉଛି। 5 ପର୍ବ 23-24 ପଦରେ ନହଙ୍କର ବୟସ ସର୍ବସୁଧା 365 ବର୍ଷ ଥିଲା।
हनक परमेश्वर सहित गमनागमन कले आउ से अंतरित हेले जेहेतु परमेश्वर तांको ग्रहण कले। मोर प्रिय प्रभु लोक माने हनक हनक 365 वर्ष परमेश्वर सहित गमनागमन करिसंती। परमेश्वर सहित गमनागमन करिसंती कारण तांको ठारे तांको से अत्यधिक प्रेम करुथिले। तेणु हनक कौन हेले ना जीशु सहित ईश्वर सहित से स्वर्ग को उठिले। आदि प्रिय मंडली आपण मु केउ स्थान रे अछु मु जानि नै। आमे केते दिन परमेश्वर सहित गमनागमन करूछु मु जानि नै, किंतु गोटे विषय कहबा पय चाहे मनुष्यर कल्पना मंद अटे। आ से मनुष्यर कल्पना भितरे जदि आपण आ मु अछु आ मंद जदि आक्रमण करूछु, मंद शैतान ठारू आक्रमण करे। मंद आत्मा शैतान अटे। मंद आत्मा गोटे शैतानिक शैतानिक कौन कहिबे ताकू ना शैतान आत्मा अटे। आ सेई आत्मा मनुष्य जेतेबेले आपण देखिबे सामुएल पुस्तक रे आ कौन देखिबे ना साउलंकर राजा साउलंकर विषय जेतेबेले देखिबे आउ तांको निकटकू मंद आत्मा आक्रमण करूछि। आ से मंद आत्मा जेतेबेले आक्रमण करूछि से मंद आत्मा कौन करूछि ना साउलंकर भितरे आक्रमण करिकि साउल को विदीर्ण कर दउछि। मु उत्साहित करबा पय चाहे प्रिय मंडली आउ ए सबरे विशेष करी प्रभु आमानकर सहवर्ती परमेश्वर अटंती। आउ आपण को से विषय जानिबा को पड़िबो जे मंद आत्मार कार्य मध्यरे आपण केउ प्रकार भाबरे चालिबे। मंद आत्मा सहित कोन आपण चाली पारिबे कि? जे मंद आत्मा को आपण देखि नाही जानि नाही से मंद आत्मा अदृश्य भाबरे आपनकर जीवन रे कार्य करूथाय। ताको आपण को देखि कि चालिबा आवश्यक अटे। प्रिय मंडली ताको जदि आमे माने जानि परिबा नाही ताहले से निश्चित भाबरे आमान को आक्रमण करिबाटा आरंभ करिबो। तेणु ए मनुष्यर चिंता आ कल्पना मंद थाए। लोक माने काहे के मर्डर कर दियंती जानिचंती? तांको भितरे जो मंद आत्मा अछि तार चिंता धारा गोटे मंद थाए। मंद केउ प्रकार भाबरे थाए देखंतु। आपण जदि प्रथम सामुएल 16 पर्व को आसीबे 14 पदर तळक पढिबे मात्र सदाप्रभु को आत्मा साउलंक ठारू प्रस्थान कले। पुणी सदाप्रभु ठारू एक मंद आत्मा तांको विरक्त करबा को लागिला। मोर भौणी माने मोर भाई माने मोर प्रिय लोक माने ए मंद आत्मा केउ प्रकार भाबरे आक्रमण करछि देखंतु। देखंतु टिके सुनंतु। सदाप्रभुଙ୍କର आत्मा चाली गले साउलଙ୍କ पाखरे। काहा निकट चाली गले? दाऊदଙ୍କ निकट। लेखा अछि 13 पदरे तो सामुएल तैलसुंग नै तांको भातृगण मध्यरे तांको अभिषेक कले। तहिरे सेई दिनावधि सदाप्रभुଙ୍କର आत्मा दाऊदଙ୍କୁ आक्रांत कले। ए उतारे सामुएल उठी रामा को चली गए। सदाप्रभुଙ୍କର आत्मा जेतेबेले बाहरी जाउछन्ते मंद आत्मा आसी वास करूछ। मु कहबा पय चाहे प्रथम सामुएल 16 पर्व 14 पद। हां हालेलुया। हां मात्र सदाप्रभुଙ୍କ आत्मा साउलଙ୍କ ठारू प्रस्थान कले। पुणी सदाप्रभुଙ୍କ ठारू एक मंद आत्मा तांको विरक्त करबाको लागिला। बस गोटे आत्मा अछि से कोन करूछि? विरक्त करूछि। मनुष्यर चिंता कल्पना कोन? मंद। आ से मंद आत्मा आसी कि काहा को विरक्त करूछि? साउल। परमेश्वर आत्मा जदि बाहरी जाउछन्ते आपण को जीवन रु मंद आत्मा आपण को वास करि। काई कि ना एई आदि पुस्तक 4 पर्व 7 पद अनुଯାयी से द्वार निकट रे छकी की बसी लेखा अछि कोन बोली आज्ञा जानिछन्ते? सत्कर्म कले कि तुम्भे ऊर्ध्वमुख हेबो नाही। सत्कर्म न कले पाप द्वार रे छकी थाए। तुम प्रति ताहार वासना रहिबो।
ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବ। ସେ ପାପ ଜଗେଇକିରି ଅଛି ମୋର ଭଉଣୀ ଭାଇମାନେ, ମୋର ପ୍ରିୟ ପରିବାର, ମୋର ଭାଇ ଭଉଣୀ ମାନେ, ସେ ମନ୍ଦ ଆତ୍ମା ଜଗିକି ରହିଛି ପ୍ରବେଶ କରିବା ପାଇଁ। କାରଣ ମନୁଷ୍ୟର ଚିନ୍ତା ଆଉ କଳ୍ପନା ମନ୍ଦ ଅଟେ। ଶୈତାନ ଜାଣିଛି, ମନ୍ଦ ଆତ୍ମା ଜାଣିଛି ଯେ ମୁଁ ମନ୍ଦ ବିଷୟ ଯଦି ତାର ଭିତରେ ପ୍ରବେଶ କରିବି ଆଉ ନିଶ୍ଚିତ ଭାବରେ ସେ ନର୍କକୁ ଯିବ, ସ୍ୱର୍ଗକୁ ଯିବ ନା। ହାଲେଲୁୟା। ଆଜି କ୍ଲାରିଫିକେସନ ହେଇଯିବେ। ତେଣୁ ଚର୍ଚ୍ଚକୁ ଯେଉଁମାନେ ଆସିଛନ୍ତି ସେମାନେ ଛୋଟ ଜାତି ନାହିଁ, ନିଚ ଜାତି ନାହିଁ, ଉଚ୍ଚ ଜାତି ନାହିଁ। ସେମାନେ କେଉଁ ଜାତି କହିବେ ଅନମ୍ୟୁଟ କରିକି ସମସ୍ତେ? ସେମାନେ କେଉଁ ଜାତି? ପବିତ୍ର ଜାତି। କେଉଁ ଜାତି? ପବିତ୍ର ଜାତି। ପବିତ୍ର ଜାତି। ପବିତ୍ର ଜାତିର ଲୋକ ଅଟନ୍ତି। ହାଲେଲୁୟା। ପବିତ୍ର ଜାତିର ଲୋକ ଅଟନ୍ତି। ତେଣୁ ଏ ଜାତି ଗୋତ୍ର ଆମକୁ ସ୍ୱର୍ଗ ନେବ ନାହିଁ। ବାଇବଲ ଲେଖା ଯାଉଛି କଣ? ସର୍ବ ଜାତୀୟ, ସର୍ବ ଭାଷାବାଦୀ ସମସ୍ତେ ଯୀଶୁଙ୍କ ନାମରେ ଆଣ୍ଠୁ ଭାଙ୍ଗୁ। ୟାଠୁ ବଡ ବିଷୟ କିଛି ନାହିଁ ମୋର ପ୍ରିୟ ଲୋକମାନେ। ଆପଣ ମାନଙ୍କୁ ଜାଣି ରଖିବା ଆବଶ୍ୟକ ଅଛି। ଉଚ୍ଚ ଜାତି ନିଚ ଜାତି ଯୀଶୁଙ୍କ ଠାରେ ନାହିଁ। ଯୀଶୁଙ୍କ ଠାରେ ଗୋଟିଏ ବିଷୟ ଥିଲା। କଣ ଥିଲା ଜାଣିଛନ୍ତି? ପଢନ୍ତୁ ଟିକେ ମାଥ୍ୟୁ 1:21। ମାଥ୍ୟୁ 1:21। ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ବାସ୍, ଯୀଶୁଙ୍କ ଠାରେ ଜାତି ଗୋତ୍ର ନଥିଲା। କଣ କହିଲେ ପ୍ରଭୁ? ପାପରୁ ପରିତ୍ରାଣ କରିବେ। ମୁଁ ଆପଣ ମାନଙ୍କୁ ଉତ୍ସାହିତ କରିବା ପାଇଁ ପ୍ରଭୁ ଏ ବିଷୟ କହୁଛନ୍ତି। ବର୍ତ୍ତମାନ ଯୁଗର ଅନୁରୂପୀ ହେଲେ ବହୁତ ଭୟଙ୍କର ଦଣ୍ଡ ଅଛି। ଅନ୍ ଦ ସ୍ପଟ ଲେଖା ଅଛି, ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନା। ବର୍ତ୍ତମାନ ଯୁଗ ଭୟଙ୍କର ଅଛି। ପ୍ରିୟ ମଣ୍ଡଳୀ, ଏ ଜାତି ଗୋତ୍ର ଆମକୁ ସ୍ୱର୍ଗ ନିଏ ନାହିଁ। ପ୍ରଭୁ ଯୀଶୁଙ୍କ ଠାରେ ଜାତି ଗୋତ୍ର ନଥିଲା। ସମସ୍ତ ଲେଖାଗଲା ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ସମସ୍ତ ମାନବ ଜାତି ନିମନ୍ତେ আপনার একমাত্র অদ্বিতীয় পুত্রକୁ ଦାନ, ଯେ କେହି ତାହାଙ୍କୁ ଗ୍ରହଣ କରେ, ଯେ କେହି ତାଙ୍କୁ ବିଶ୍ୱାସ କରେ, ସେ ଅନନ୍ତ ଜୀବନର ଅଧିକାରୀ। ହାଲେଲୁୟା। ଆଜି ଭାଇ କହୁଛି ତ ତାଡ଼ନା ଦଉଛି, ଆଜି ଭଉଣୀ ତାଡ଼ନା ଦଉଛି, ଆଜି ବାପା ମା ତାଡ଼ନା ଦଉଛି। ଯୀଶୁଙ୍କୁ ଜାଣିଲା ପରେ କହ ନାହିଁ ବାବୁ ଖ୍ରୀଷ୍ଟିଆନ ବୋଲି କହ ନାହିଁ, ଆଇବେ ନାହିଁ ଖ୍ରୀଷ୍ଟିଆନ ବୋଲି କହ ନାହିଁ, ନିଚ ହେଇଯିବ। ସେଇ ଲୋକମାନଙ୍କୁ ପ୍ରଭୁ କ୍ଷମା କରନ୍ତି, ସେଇ ଲୋକମାନଙ୍କୁ ପ୍ରଭୁ ଧରିବେ, ସେଇ ଲୋକମାନଙ୍କୁ ଆମକୁ ମାଗିବାର ଅଛି। ସାଉଲ ପରିକା ଲୋକର ଦିନେ କଣ ହେଲା? ସଦାପ୍ରଭୁଙ୍କର ପ୍ରହାର ଦ୍ୱାରା ଆଖିରୁ କାତି ଖୋଲିଗଲା। ୱା! ସେଇ ସାଉଲଙ୍କର ଜୀବନରେ ସେଇ ସମୟରେ ଖ୍ରୀଷ୍ଟିଆନ ମାନଙ୍କୁ ତାଡ଼ନା ଦେବା ବିଷୟ, ସେଇ ସାଉଲ ପାଉଲରେ ପୂର୍ଣ୍ଣ ହେଇଗଲେ। ସେଇ ସାଉଲ ଗୋଟେ ନାମ ଅନ୍ୟାନ୍ୟ ନାମ ପାଇଲେ, ଖ୍ରୀଷ୍ଟଙ୍କ ନିମନ୍ତେ ପାଗଳ। ସେଇ ସାଉଲ ବର୍ଣ୍ଣବା ସହିତ ଆଉ ଗୋଟେ ନାମ ପାଇଲେ, ବୁଦ୍ଧ ବୃହସ୍ପତି ବୋଲି। ସେଇ ସାଉଲ 14 ଦିନ କାଳ ତାଡ଼ନା ପାଇଲେ, 39 ଥର କରଡ଼ା ପ୍ରହାର ଖାଇଲେ। ତଥାପି ସେଇ ସାଉଲ କହୁଛନ୍ତି I am nothing for you, my Lord Jesus. ମୁଁ ତୁମ ବିନା କିଛି ନୁହେଁ ମୋର ପ୍ରଭୁ ଯୀଶୁ, ତୁମ ବିନା କିଛି ନୁହେଁ। ହାଲେଲୁୟା। ପ୍ରିୟ ମଣ୍ଡଳୀ, ଏ ବିଷୟକୁ ଜାଣି ରଖିବା ଦରକାର। ମନୁଷ୍ୟର କଳ୍ପନାକୁ ସଦାପ୍ରଭୁ ଦେଖିଲେ ମନ୍ଦ ଅଟେ, ତେଣୁ ସଦାପ୍ରଭୁ ଯାଇକି ନିଜେ ଶୋକ କଲେ ବୋଲି ଲେଖା ଅଛି।
ଶୋକ ବୋଲେ ଆମର ଖାଣ୍ଟି ଓଡିଆ ଭାଷାରେ କଣ କହିବା ଆମେ? ରୋଦନ କରିବା ନା? ଦୁଃଖ ରୋଦନ ପ୍ରକାଶ ତ କରିବା। ଆଁ ସାର୍ ଦୁଃଖ ପ୍ରକାଶ କରିବା। ଦୁଃଖ ପ୍ରକାଶ କରି ରୋଦନ କରିବା, ସାର୍ ତାକୁ ଶୋକ କୁହାଯାଏ। ଶୋକ ସଭା ଗୋଟେ ଅଛି, ଆଉ ଗୋଟେ ଶାନ୍ତି ସଭା ଅଛି। ଶୋକ ସଭା କେତେବେଳେ? ମନୁଷ୍ୟ ଯେତେବେଳେ ମରିଯାଏ। ଶାନ୍ତି ସଭା କେତେବେଳେ? ମନୁଷ୍ୟର କାର୍ଯ୍ୟକୁ ଯେଉଁଦିନ କରାଯାଏ। ଦୁଃଖରେ କଷ୍ଟରେ ରୋଦନ କରୁଛୁ ଆମେ, କିନ୍ତୁ ପରମେଶ୍ୱର କାନ୍ଦୁଛନ୍ତି ଯେ ସେଟାକୁ ଆପଣଙ୍କୁ ଦେଖାଯାଉନାହିଁ। ମୋର ସୃଷ୍ଟିକର୍ତ୍ତା କାନ୍ଦୁଛନ୍ତି, ମତେ ସେଟା ଦେଖାଯାଉନାହିଁ। ମୋର ଭାଇ ବନ୍ଧୁ କୁଟୁମ୍ବ କାନ୍ଦିଦେଲେ ମତେ ଦେଖାଯାଉ। ମୋର ପରମେଶ୍ୱର, ମୋର ତ୍ରାଣକର୍ତ୍ତା ମୋର ପାଇଁ ଚିନ୍ତା କରନ୍ତି ଯିଏ, ମତେ ଖାଦ୍ୟ ପଠାନ୍ତି ଯିଏ, ମୋର ନିକଟକୁ ଯତ୍ନ ନିଅନ୍ତି ଯିଏ, ମୋର ସହିତ ଚାଲନ୍ତି ଯିଏ, ମୋର ସହିତ ଗମନାଗମନ କରନ୍ତି ଯିଏ, ସେଇ ସଦା ପ୍ରଭୁ କ୍ରନ୍ଦନ କରୁଛନ୍ତି ମୋର ପୁଅ ପାଇଁ, ମୋର ଝିଅ ପାଇଁ, ମୋର ସ୍ତ୍ରୀ ପାଇଁ, ମୋର ସ୍ୱାମୀ ପାଇଁ, ମୋର ବାପା ପାଇଁ, ମୋର ମା ପାଇଁ। ସେଇ ବିଷୟ ମତେ ଦେଖାଯାଉନାହିଁ, କିନ୍ତୁ ମତେ କଣ ଦେଖାଯାଉଛି ନା ମୋର ସ୍ୱାମୀ, ମୋର ସ୍ତ୍ରୀ, ମୋର ଭାଇ, ମୋର ବନ୍ଧୁ କୁଟୁମ୍ବ କାନ୍ଦିଦେଲେ ସେଟା ମତେ ଦେଖାଯାଉଛି। ହଁ ନା ନାଇଁ? ଠିକ କଥା କହିଲେ, ଠିକ କଥା କହିଲେ। ହାଲେଲୁୟା। କାରଣ ଯିଏ ଆପଣଙ୍କର ଅନ୍ତରରେ ରୁହନ୍ତି, ପ୍ରଥମ କରନ୍ଥିୟ 6:19 ଲେଖା ଅଛି, ସେ ପବିତ୍ର ଆତ୍ମା ଆପଣଙ୍କର ଅନ୍ତରରେ ରୁହନ୍ତି। ସଦାପ୍ରଭୁ ଦୁଃଖ କରୁଛନ୍ତି, ଶୋକ କରୁଛନ୍ତି। ହୁଏତ ସେ ଭିତରେ ଆପଣଙ୍କର ଚାଲିବା ଥାଇପାରେ, ସେ ଭିତରେ ଆପଣ ମାନଙ୍କର ବସିବା ଥାଇପାରେ, ଉଠିବା ଥାଇପାରେ, କିନ୍ତୁ ସଦାପ୍ରଭୁ ଅନ୍ୟ ସମସ୍ତଙ୍କୁ ଛାଡିକି ଜଣେ ବ୍ୟକ୍ତିକୁ ଦେଖୁଛନ୍ତି, ନହକୁ, ଆଉ ଅନୁଗ୍ରହ କରି। ଭଉଣୀମାନେ, ଆମେ ପବିତ୍ର ଜାତିର ଲୋକ। କାହିଁକି ପବିତ୍ର ଜାତି? ପ୍ରଶ୍ନ କରନ୍ତୁ। କାହିଁକି ପବିତ୍ର ଜାତି? ପ୍ରଶ୍ନ କରନ୍ତୁ। କାହିଁକି? କାହିଁକି ସାର୍? ପଢ ସେଇ ପ୍ରଥମ କରନ୍ଥିୟ 6:19। ହଁ, ଅବା ତୁମ୍ଭମାନଙ୍କ ଶରୀର ଯେ ଈଶ୍ୱରଙ୍କ ଠାରୁ ପ୍ରାପ୍ତ, ତୁମ୍ଭମାନଙ୍କର ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କ ମନ୍ଦିର, ଏହା କଣ ୱାହ ଜାଣ ନାହିଁ? ୱାହ। ଶତାନକୁ କୁହନ୍ତୁ ଆଜି, ମୋ ପବିତ୍ର ଆତ୍ମାଙ୍କର ମନ୍ଦିର। ଶତାନ ମୋର ଜୀବନରେ ରହିପାରିବୁନି। ତେଣୁ ଆମେ ପବିତ୍ର ଜାତି ଅଛୁ, କାରଣ ପବିତ୍ର ଆତ୍ମା ବାସ କରନ୍ତି। ଆମେ ତାଙ୍କର ମନ୍ଦିର ଅଛୁ, ଅନ୍ତର୍ବାସୀ ପବିତ୍ର ଆତ୍ମାଙ୍କର ମନ୍ଦିର। ହାଲେଲୁୟା। ଆପଣ କ୍ରନ୍ଦନ କରିକିରି ପ୍ରାର୍ଥନା କଲେ ଯଦି ସ୍ୱର୍ଗ ଫାଟି ଯାଉଛି, ସ୍ୱର୍ଗ ସିଂହାସନରୁ ଆପଣଙ୍କୁ ଉତ୍ତର ଆସୁଛି, ତାହେଲେ ଆପଣ ଯଦି ମନୁଷ୍ୟ ହେଇକି କ୍ରନ୍ଦନ କରି ପ୍ରାର୍ଥନା କଲେ ସ୍ୱର୍ଗ ସିଂହାସନରୁ ଉତ୍ତର ଆସୁଛି, ସେଇ ପରମେଶ୍ୱର କ୍ରନ୍ଦନ କଲେ ମନୁଷ୍ୟ ପ୍ରତି କଣ ହବ? ଶୋକ କରୁଛନ୍ତି। କହୁଛନ୍ତି ମନୁଷ୍ୟକୁ ତିଆରି କରିକି, ସୃଷ୍ଟି କରିକି ମୁଁ ବହୁତ ବଡ ଭୁଲ ହେଲି, ବହୁତ ବଡ ଭୁଲ କଲି। କି ମନୁଷ୍ୟର କଳ୍ପନା ଏତେ ମନ୍ଦ, ବହୁତ ମନ୍ଦ ଅଛି। ଆପଣ ଘୃଣା କରିପାରନ୍ତି, ଆପଣ ଅପମାନ କରିପାରନ୍ତି, ଆପଣ ତୁଚ୍ଛ କରିପାରନ୍ତି, ଆପଣ ଛୋଟ ନିଚ କହିପାରନ୍ତି, ଉଚ୍ଚ ନିଚ କହିପାରନ୍ତି, କିଛି ଫରକ ନାହିଁ ମୋର ପାଇଁ। କାହିଁକି ଜାଣିଛନ୍ତି? I am the holy temple of God. ମୁଁ ପରମେଶ୍ୱରଙ୍କର ପବିତ୍ର ମନ୍ଦିର ଅଛି। ମତେ ସୃଷ୍ଟି କରିଥିବା ବ୍ୟକ୍ତି, ମୋର ତ୍ରାଣକର୍ତ୍ତା, ରକ୍ଷାକର୍ତ୍ତା, ସେ ମତେ ଘୃଣା କରନ୍ତି ନାହିଁ। ଆପଣ ଘୃଣା କଲେ ମୋର କିଛି ଯାଏ ଆସେ।
ଆପଣ ଗାଳି କଲେ ମୋର କିଛି ଯାଏ ଆସେ ନାହିଁ। କାହିଁକି ଜାଣିଛନ୍ତି? ଗୋଟେ ପଦଟେ ଲେଖା ଯାଉଛି ଜହନ 15 ପର୍ବରେ, ତୁମେ ଯଦି ଜଗତରୁ ଉତ୍ପନ୍ନ ହେଇଥାନ୍ତ ତାହେଲେ ଜଗତ ତୁମକୁ ପ୍ରେମ କରନ୍ତି। ତୁମେ ଜଗତରୁ ଉତ୍ପନ୍ନ ନାହିଁ, ତେଣୁ ଜଗତ ତୁମକୁ ଘୃଣା କରେ। ଭଉଣୀ, ମୋର ଭାଇ ମାନେ, ମୋର ମା ମାନେ, ଜଗତ ସେଥିପାଇଁ ଆପଣଙ୍କୁ ଘୃଣା କରିବ। ଆପଣ ଭାବୁଛନ୍ତି ମୁଁ ଯୀଶୁଙ୍କୁ ଜାଣିଲି ବୋଲି ଘୃଣା କରେ? नो, ଯୀଶୁ ଆପଣଙ୍କୁ ଜାଣିଲେ ବୋଲି ଜଗତ ଘୃଣା କରେ। ମୁଁ ଦେଖେଇବା ପାଇଁ ଚାହେଁ ସେ କେବେଠୁ ଜାଣିଛନ୍ତି ଆପଣ। ମୋ ସହିତ ଖୋଲନ୍ତୁ ଯେଶାୟା 43 ପର୍ବ 1 ପଦ। ମାତ୍ର ହେ ଯାକୋବ, ଯେ ତୁମ୍ଭକୁ ସୃଷ୍ଟି କଲେ, ହେ ଇସ୍ରାଏଲ, ଯେ ତୁମ୍ଭକୁ ନିର୍ମାଣ କଲେ, ସେହି ସଦାପ୍ରଭୁ ଏବେ ଏହି କଥା କହନ୍ତି, ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭକୁ ମୁକ୍ତ କରିଅଛୁ, ଆମ୍ଭେ ତୁମ୍ଭକୁ ନାମ ଧରି ତୁମ୍ଭକୁ ଆହ୍ୱାନ କରିଅଛୁ, ତୁମ୍ଭେ ଆମ୍ଭର। ସୃଷ୍ଟି କଲେ ପୁଣି ନିର୍ମାଣ କଲେ, ଏଟା କେମିତି ପ୍ରକାର ବିଷୟ? ସୃଷ୍ଟି କଲେ ଆଉ ନିର୍ମାଣ କଲେ ବୋଲେ କେମିତି? ଏଟା ସୃଷ୍ଟି କରବାଟା କ୍ରିଏଟର ଆଉ ମେକର। କ୍ରିଏଟର ମାନେ ଯାହାର କି କଳନା ନଥିଲା ତାକୁ ସେ ସୃଷ୍ଟି କଲେ, ସେଟା ସୃଷ୍ଟି କରିବା ଜିନିଷ। ନିର୍ମାଣ ବୋଲେ ତିଆରି କରବାଟା। ସେଇ ଦିନ ପ୍ରଭୁ ଆପଣଙ୍କୁ ଧରିଦେଲେ। ହାଲେଲୁୟା। ସେଇ ଦିନଠୁ ସେ ଆପଣଙ୍କୁ ପ୍ରେମ କରିବା ଆରମ୍ଭ କଲେ। ହାଲେଲୁୟା। ସେଇ ଦିନଠୁ ଆପଣଙ୍କୁ ସେ ରକ୍ଷା କରିବା ଆରମ୍ଭ କଲେ। ସେଇ ଦିନଠୁ ସେ ଆପଣଙ୍କ ସଙ୍ଗରେ ଗମନାଗମନ କରିବା ଆରମ୍ଭ କଲେ। ସେଇ ପରମେଶ୍ୱରଙ୍କୁ ଟିକେ ଚିହ୍ନନ୍ତୁ। ତେଣୁ ଆପଣଙ୍କର କଳ୍ପନା ପରମେଶ୍ୱରଙ୍କ ଦୃଷ୍ଟିରେ ମନ୍ଦ ନୁହଁ। ଟିକେ ପଢିବା ଯେଶାୟା 44 ତାର 2 ପଦ। ଆଉ ଟିକେ ଗମ୍ଭୀରକୁ ଯିବା। 44:2। ଯେ ତୁମ୍ଭକୁ ନିର୍ମାଣ କଲେ ଓ ଗର୍ଭରୁ ତୁମ୍ଭକୁ ଗଢ଼ିଲେ, ଯେ ୱା, ତୁମ୍ଭର ଗର୍ଭରୁ ଗଢିଲେ, ନିର୍ମାଣ କଲେ। ଭଉଣୀ, ମୋର ଭାଇ ମାନେ, ନିର୍ମାଣ କଲେ ଆଉ ଗର୍ଭରୁ ବି ଗଢିଲେ। ଯେତେବେଳେ ଆପଣ ରକ୍ତ ପିଣ୍ଡୁଳା ହେଇଯାଇ, ଚିନ୍ତା କରନ୍ତୁ ଟିକେ ସେଇ ବିଷୟକୁ। ଆଜି ମତେ ମୋର ବାପା କହିଲେ ବାଧା, ମା କହିଲେ ବାଧା, ଭାଇ କହିଲେ ବାଧା, କିନ୍ତୁ ଯେ ମାତାର ଗର୍ଭରୁ ସୃଷ୍ଟି କଲେ, ଯେ ଆପଣଙ୍କୁ ଗଠନ କଲେ, ନାଇଁ ଅବଭିୟସଲି ଲୁହ ଆସିବ ଏ ବାକ୍ୟରେ। ସେ ତାଙ୍କୁ କେତେ ବାଧା ହଉଛି, ତାଙ୍କୁ କେତେ ବାଧା ହଉଛି। କାରଣ ତୁମ୍ଭେ ମାନେ ମୂଲ୍ୟରେ ବି କିଣା ହେଇଅଛ, ବହୁ ମୂଲ୍ୟରେ କିଣା ହେଇଅଛ, ତାଙ୍କ ରକ୍ତରେ ତୁମେ କିଣା ହେଇଅଛ। ତେଣୁ ଆପଣଙ୍କ ହାତରେ ପ୍ରଭୁ 2ଟା ଜିନିଷ ଦେଇଛୁ। ଆଉ ସେ 2ଟା ଜିନିଷ ହଉଛି, ଗୋଟିଏ ହେଲା ଆପଣଙ୍କର ଏଇ ଜଗତରେ ବାସ କରୁଥିବା ମନୁଷ୍ୟ, ଆଉ ଗୋଟିଏ ହେଲା ସ୍ୱର୍ଗରେ ଥିବା ଈଶ୍ୱର। କାହାର ବିଷୟକୁ ଧରିକି ଆପଣ ଚାଲିବେ? ଏ ଜଗତରେ ବାସ କରୁଥିବା ମନୁଷ୍ୟ ବିଷୟରେ କଣ ଆପଣଙ୍କୁ ଉଦ୍ଧାର ମିଳିପାରିବ? ନା ସୃଷ୍ଟିକର୍ତ୍ତା ଈଶ୍ୱରଙ୍କର ରୋବରେ ଆପଣଙ୍କୁ ଉଦ୍ଧାର ମିଳିପାରିବ। ଆଜି ଚଏସ୍, ଆପଣଙ୍କର ଇଚ୍ଛା, ଆପଣଙ୍କର ଇଚ୍ଛା ହିଁ ସଫଳ ହଉ। ଆପଣଙ୍କର ଇଚ୍ଛା କାହାକୁ ଧରିବେ?
ଗୋଟେ ଗୀତ ଅଛି, ସେ ଗୀତକୁ ମୁଁ ବହୁତ ସମୟରେ ମନେ ପକେ ଏକୁଟିଆ ଥିଲାବେଳେ। ଛାଡ଼ି ପାରନ୍ତି ପିତା ଓ ମାତା ତୁମର, ଛାଡ଼ି ପାରନ୍ତି ଭଗ୍ନୀ ଅବା ସହୋଦର, ଛାଡ଼ି ପାରନ୍ତି ଘନିଷ୍ଠ ବାନ୍ଧବ, ଈଶ୍ୱର ପ୍ରେମ କେବେ ନ ଛାଡ଼ିବ। ଛାଡ଼ି ପାରନ୍ତି ଘନିଷ୍ଠ ବାନ୍ଧବ, ଈଶ୍ୱର ପ୍ରେମ କେବେ ନ ଛାଡ଼ିବ। ଈଶ୍ୱର ପ୍ରେମ ଛାଡ଼ି ହୁଏ ନା, ଈଶ୍ୱର ପ୍ରେମ ଭୁଲି ହୁଏ। ଆଜି ନିଚତା ଲାଗୁଛି। ଗୋଟେ ଭିକାରୀକୁ ଦେଖିଲେ ତାର ପାଖରେ ଯଦି ଉତ୍ତମ ବସ୍ତ୍ର ନାହିଁ, ତାକୁ ଦେଖିଦେଲେ ଘୃଣା ଲାଗୁଛି। ୱାହା, ଗୋଟେ କୁଷ୍ଠ ରୋଗୀ ଯଦି ସାମ୍ନାକୁ ପଳେଇ ଆସିବ, ମା ଚାଉଳ ମୁଠିଏ ଦିଅ ବୋଲେ ହାତକୁ ଦେଖି ଦଉଛୁ, ଆଉ ତୁଚ୍ଛ ଲାଗୁଛି, ମୁହଁରେ କପଡା ବାନ୍ଧିକି ତାକୁ ଚାଉଳ ମୁଠିଏ ଦେବା ପାଇଁ ବି ଅକ୍ଷମ ହଉଛି। ଚିନ୍ତା ଭାବନା ହିଁ ମନ୍ଦ ଅଟେ, କାହିଁକି ନା ସେ ପ୍ରଭୁଙ୍କୁ ପଚାରିକି କରେ ନାହିଁ, ଈଶ୍ୱରଙ୍କର ପଚାରିକି କରେ ନାହିଁ। ପ୍ରଭୁ କଥା କୁହନ୍ତୁ, ଚେୟାରରେ ବସିବେ କି ନାହିଁ ପ୍ରଭୁ ବୋଲେ ପ୍ରଭୁ କହିବେ, ସେ ଘରକୁ ଯିବେ କି ନାହିଁ ପ୍ରଭୁ କହିଲେ ପ୍ରଭୁ କହିବେ, ପ୍ରଭୁ ମୋର ବାପା ସାଙ୍ଗରେ କଥା ହେବେ କି ନାହିଁ କହିଲେ ପ୍ରଭୁ କହିବେ। ୟେସ୍, ସେ ଶୁଣନ୍ତି ଆଉ କୁହନ୍ତି। ହାଲେଲୁୟା। ରାମା କାଥୋଲୋ ଛୋରା ହାସାରେ ଜାଣିଛ ଯେ ଦୁଷ୍ଟ ଆତ୍ମା ଯାଇଥିଲା, ସେ ଆଉ ଥରେ ରିଟର୍ନ ହେଲାନି। ଆଉ ପ୍ରଭୁ କହିବା ପାଇଁ ଚାହାନ୍ତି, ଏଇ ଦଶାଟା ଅପେକ୍ଷା ଆଉ ଟିକେ ଭୟଙ୍କର, ଆଉ ସେ ଭୟଙ୍କର ସମୟରେ ପିଲା ଛୁଆ ସମସ୍ତଙ୍କର ଉପରେ ଦୁଷ୍ଟ ଆତ୍ମାର କାର୍ଯ୍ୟ ଆକ୍ରାନ୍ତ ହେବ। କଥାରେ କୁହନ୍ତି ଓଡିଆ ଭାଷାରେ, ଯୋଉ ରକ୍ ପଲସା ଗୋଛା କହିଲେ ବି ରଖିବନି ବୋଲି। ମାତାର ଉଦରର ଗର୍ଭା ଲୋକକୁ ଭୁଲି ଯାଉଛି, ଜଗତ ପଠେଇବା ଲୋକକୁ ଭୁଲି ଯାଉଛି। ହାଲେଲୁୟା। Oh my God. Thank you, Lord. କାରଣ ମୋର ପରମେଶ୍ୱର ପ୍ରତିମା ନାହାନ୍ତି ଆଜ୍ଞା, ମୋର ପରମେଶ୍ୱର ମୂର୍ତ୍ତି ନାହାନ୍ତି, କାଠ ନାହାନ୍ତି, ପଥର ନାହାନ୍ତି, ସେ ପରମେଶ୍ୱର ଜୀବନ୍ତ। ଆପଣ ଟିକେ ଜାଣି ରଖନ୍ତୁ ପ୍ରଭୁ କଣ କରିବା ପାଇଁ ଚାହୁଁଛନ୍ତି। ପ୍ରଭୁ କାହିଁକି ଆପଣଙ୍କୁ ଏରିଆ ମଧ୍ୟରେ ବାଛିଛନ୍ତି? ପ୍ରଭୁ କହିଲେ, ଆମ୍ଭେ ତୁମର ଅଧର୍ମ ସବୁ ନିବିଡ଼ କୁହୁଡିର ନ୍ୟାୟ ଓ ତୁମ୍ଭର ପାପ ସବୁ ମେଘ ପରି ମାର୍ଜନା କରିଅଛୁ। ଆମ୍ଭ ନିକଟକୁ ଫେରି ଆସ, କାରଣ ଆମ୍ଭେ ତୁମକୁ ମୁକ୍ତ କରିଅଛୁ। ପ୍ରଭୁ ଆଜି ବି କହୁଛନ୍ତି, କମ୍ ୱେଲକମ୍ ବେଟା, ଆଇ ୱେଟ୍ ୟୁ। ହାଲୋ, ତ ବାପା ଝିଅ କରିଦେଇ ପାରନ୍ତି, ସ୍ୱାମୀ ତ୍ୟାଜ୍ୟ କରିଦେଇ ପାରନ୍ତି, ସ୍ତ୍ରୀ ତ୍ୟାଜ୍ୟ କରିଦେଇ ପାରନ୍ତି, କିନ୍ତୁ ଯୀଶୁ କଦାପି କେବେ ଛାଡ଼ିବେନି, ଛାଡ଼ିବେ ନାହିଁ। ଏଇଥିପାଇଁ ଛାଡ଼ିବେ ନାହିଁ ଯେ ସେ ଆପଣାର ପ୍ରତିମୂର୍ତ୍ତିରେ ଆପଣଙ୍କୁ ମତେ ନିର୍ମାଣ କରିଛନ୍ତି। ସମୟ ବହୁତ ହେଇଯାଉଛି ବୋଧେ, ଟିକେ ଲମ୍ବା ମେସେଜ ଥିଲା। ତାଙ୍କର ପ୍ରତିମୂର୍ତ୍ତିରେ ଆପଣଙ୍କୁ ମତେ ନିର୍ମାଣ କରିଅଛୁ। ତେଣୁ ଦାଉଦ ଯେତେବେଳେ ଯାଉଥିଲେ,